ରୁଷିଆରେ ମନମୋହିଲା କଳାହାଣ୍ଡି ସିଙ୍ଗାରୀ ନୃତ୍ୟ। ରୁଷିଆର ମସ୍କୋରେ ଆୟୋଜିତ ହୋଇଛି ଭାରତ ଉତ୍ସବ। ଭାରତ ଉତ୍ସବରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ସିଙ୍ଗାରୀ ଲୋକନୃତ୍ୟ ରୁଷିଆବାସୀଙ୍କ ମନ ମୋହିଛି। ଗୋଟିଏ ପଟରେ ରୁଷିଆ ୟୁକ୍ରେନ ଯୁଦ୍ଧ ଘନଘୋର ଥିବାବେଳେ ଅନ୍ୟପଟରେ ଭାରତ ଉତ୍ସବ ଜରିଆରେ କଳା ସଂସ୍କୃତିର ଜୟଯାତ୍ରା ଚାଲିଛି। କଳାହାଣ୍ଡିର ପ୍ରତିଭା ଅନୁଷ୍ଠାନର 12 ଜଣିଆ କଳାକାର ଦଳ ଯୋଗ ଦେଇଛନ୍ତି। ଲୋକ କଳାକାରଗଣ 3 ଦିନରେ ମସ୍କୋଠାରେ 5ଟି ଲୋକନୃତ୍ୟ ପରିବେଷଣ କରିଛନ୍ତି। ରୁଷିଆର ଦର୍ଶକଗଣ ଲୋକବାଦ୍ୟ ନୃତ୍ୟ ଓ ଲୋକଗୀତରେ ଝୁମି ଉଠିଥିଲେ। ସୁନାମଧନ୍ୟ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇଙ୍କ ଲୋକଗୀତ ସମସ୍ତଙ୍କ ମନ ଛୁଇଁଥିଲା। ତା ସଙ୍ଗରେ ଲୋକ କଳାକାରଙ୍କ ପିନ୍ଧନ ପଠା ରୁଷିଆବାସୀଙ୍କ ଆକର୍ଷିତ କରିଥିଲା। ଓଡ଼ିଶାର ସାଂସଦ ସୁଜିତ କୁମାର, ଭାରତର ରାଷ୍ଟ୍ରଦୂତ ଓ ଅନ୍ୟ ଅଧିକାରୀଗଣ ଯୋଗ ଦେଇଥିଲେ। କଳାହାଣ୍ଡି ପ୍ରତିଭା ଅନୁଷ୍ଠାନ କର୍ମକର୍ତ୍ତା ଧ୍ୟାନନନ୍ଦ ପଣ୍ଡା, ଚିଣ୍ଟୁ ପ୍ରସାଦ ନାୟକ, ଗୌରୀଶଙ୍କର ଦୁର୍ଗା, ତରୁଣ ଦୁର୍ଗା, ମହାଦେବ ଭାଟି, ପ୍ରେମଲାଲ ନାୟକ, ସୁମନ୍ତ ସୁନାନୀ, ତୁଷାର ଧାଙ୍ଗଡ଼ା ମାଝୀ, ଲିପ୍ସା ରାଣୀ ବାରିକ, ଶ୍ବେତା ରାଣୀ ପାତ୍ର, ପ୍ରିୟଙ୍କା ପ୍ରଧାନ ପ୍ରମୁଖ ଲୋକନୃତ୍ୟ ଶିଳ୍ପୀ ଏହି ଦଳରେ ସାମିଲ ଅଛନ୍ତି। ବହୁ ବର୍ଷ ପୂର୍ବେ ରୁଷିଆ ଭାରତ ଉତ୍ସବରେ ସମ୍ବଲପୁର କଳା ପରିଷଦ କଳାକାରଗଣ ଯୋଗଦେଇ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରିଥିଲେ। We love India. We love your dances, your culture, everything we love. निश्चित भाव में आज बहुत खुशी समय आई कारण आम समस्ते प्रतिभा अनुष्ठान कलाहांडी आसी ये मस्को ठारे निजर सांस्कृतिक कार्यक्रम आमर सांस्कृतिक परंपरा ध्वजा को उड़े समस्ते ये आसीचु। आम सहित आमर राज्यसभा सांसद सुजीत कुमार जी की This is a beautiful dance and it's all about energy. I feel this energy of joy, of celebrating being alive, being connected to the Mother Earth, to each other, and exchanging joy and energy. Men and women dancing together, creating harmony, creating dynamism, and sharing it from the heart, from inside, with everyone around us. It's beautiful. Thank you for sharing this. I have it now.